ଜୟ ଜଗନ୍ନାଥ। ଆଜି ହେଉଛି ମକର ସଂକ୍ରାନ୍ତି, ସେଥିରେ ଆପଣଙ୍କୁ ବହୁତ ଅଭିନନ୍ଦନ। ସମୟ ପାଖାପାଖି ସକାଳ 5ଟା ବାଜିଲାଣି, 5ଟା 10 ଖଣ୍ଡେ ହେଇଛି, ପୁରା ଅନ୍ଧାର। କିନ୍ତୁ ସକାଳୁ ମୁଁ ଉଠି ସାରିଲିଣି, କାହିଁକିନା ଆଜି କଟକରେ 6ଟା ଜାଗାରେ ଅନଲୋଡ଼ ଅଛି, 2ଟା ଜାଗାରେ କାମ ଷ୍ଟାର୍ଟ ହେବ। କାରଣ ସେ ଦୁଇ ଜଣ ରାଜି ହେଲେ ସଂକ୍ରାନ୍ତିରେ କାମ କରିବା ପାଇଁ। ଗୋଟିଏ ହେଉଛି ଆପଣ ବୟାଳିଶ ମୌଜା, ଆଉ ଗୋଟେ ହେଉଛି ଛତ୍ରବଜା। ସେଥିପାଇଁ ସକାଳୁ ଉଠିଗଲେ, କାହିଁକିନା ଗାଡ଼ି ଆସିଯିବ। ଗାଡ଼ି ଆସିଲେ ମୁଁ ସେ ସାଇଟ୍କୁ ଯିବି, ମାଲଟା ଅନଲୋଡ଼ ହେବ, କେଉଁଠି ଥୁଆ ହେବ। ଆଉ ବଟ ଭୁଜା କାଲିଠୁ ଆସିଲେ ରହିଛନ୍ତି। ଆଜି ସକାଳ 8ଟା ସୁଦ୍ଧା ଗୋଟେ ସାଇଡ଼୍ ଯାହେଲେ କାମ ଷ୍ଟାର୍ଟ ହେଇଯିବ। କାରଣ ଶୀତ ପଡ଼ୁଛି, ସନ୍ଧ୍ୟା ଯାକେ ଅପେକ୍ଷା କରିହେବନି, ପୁଣି ଲାଇନ୍ କଟ୍ ପାୱାର କଟ୍ ହେଉଛି। ଆଉ ଆଜି ଆପଣ ଯୋଡ଼ି ହେଇ ରୁହନ୍ତୁ, ଦେଖନ୍ତୁ ଆଜିର ଅନୁଭୂତି ନିଅନ୍ତୁ ଆମ ସହିତ, କି କେତେ ବ୍ୟସ୍ତ ହେଉଛୁ ଆମେ। ଆମେ ଏବେ ବାହାରିଲୁ ମାଲ ଅନଲୋଡ଼ କରିବା ପାଇଁ। ତାতে ବଟ ବାବୁ ଅଛନ୍ତି, ତପନ ବାବୁ ଅଛନ୍ତି, ଏବଂ ଗାଡ଼ି ଦୁଇଟା ବାହାରିଲା, ଯାଉଛୁ ଏବେ। ଫାଷ୍ଟ ଛତ୍ର ବଜାର, ତାପରେ ଏଠି ମହାନଦୀ ବିହାର, ତାପରେ କେଉଁଠି ଯିବା? ବୟାଳିଶ ମୌଜା। ବୟାଳିଶ ମୌଜା, ହଉ। ଆସିଗଲେ। ଆଉ ବଟ ବାବୁ ଏବେ ଗାଡ଼ିକୁ ଡାକିବା ବ୍ୟସ୍ତ, କି ଇଆଡ଼େ ଆସ ଇଆଡ଼େ ଆସ। ସିଏ ତମ ବାଟ ଦେଖାଉଥିଲେ କି କେଉଁଠି ଆକ୍ଚୁଆଲି ଆମେ ଠିଆ ହେଇଛୁ। ସେପଟିକି ବାରିକ ବସୁଛନ୍ତି। ଭାଇ ଜୟ ଜଗନ୍ନାଥ, ହାପି ନ୍ୟୁ ଇୟର। ଆପଣ ଧୈର୍ଯ୍ୟ ମାନିବା ପାଇଁ ପଡ଼ିବ ଭାଇ। ଭାଇ ପାଖାପାଖି 22 ଘଣ୍ଟା କେଉଁ ଆସି ତ କମ୍ ପ୍ଲେଟ୍ ଆସି ଦେଖି। ତାପରେ ମୁଁ, ବଟ ବାବୁ, ତାପସ ବାବୁ ଏବଂ ଗାଡ଼ି ଧରି ଆମେ ଚାଲୁ ଅଭିମୁଖେ। ଏଇଟା ହେଲା ଛତ୍ରବଜା ପୋଲ ଏପଟ, ଯେଉଁଟା ନୂଆ ରାସ୍ତା ଏବେ ଖୋଲିଛି। ଶୀତ ପଡ଼ୁଥାଏ, ତେଣୁ ବାଁ ହାତ ଆଉ ହ୍ୟାଣ୍ଡେଲ ଉପରେ ନଥାଏ, ସମସ୍ତଙ୍କ ପକେଟ୍ ଭିତରେ ଥାଏ। ଆଉ ଏଇଟା ହେଉଛି ସେ ଛତ୍ରବଜାରରୁ ଗଲୁ ବଜ୍ରଗଡ଼ି ଆଡ଼େ, ସେଇଠି ହେଉଛି ସାରଙ୍କ ଘର, ସେଇଠି ଯାଇ ମାଲଟାকে ଅନଲୋଡ଼ କରିବୁ। ଆଉ ବାଁ ପଟେ ହେଉଛି ଆପଣ ବ୍ଲିଙ୍କିଟ୍, ଯେଉଁଟା 15 ମିନିଟ୍ ଡେଲିଭରି ବନ୍ଦ ହେଇଯାଇଛି। ତାର ଅଫିସକୁ ଯିବ, ଏଠି ଗୋଟେ ଗୋଟେ କେବୁଲ୍ ପକାଇଦେବା, ଆଉ ଅଫିସକୁ ନେଇଯିବା। ଆଜ୍ଞା ସାର୍। 7 ଫୁଟ 6 ଇଞ୍ଚରେ 3 ଫୁଟ 9 ଇଞ୍ଚ। ଆଜ୍ଞା। ହଁ, ଏଇଟା ଏପଟ ରଖିଲେ କିଛି ଅସୁବିଧା ନାହିଁ। ଆର୍ଥିଂ ପାଇଁ ସେ କେମିକାଲ। ନା କାଳେ ଖସି ଆସିବ। ଫାଇନାଲି ଗୋଟିଏ ଲୋଡ଼ ସାରି ଆଇଲୁ ଅଫିସ୍। ଆଗେ ପଟିଲଟା କାଢ଼ ଶୀତ ଦିନ ପାଇଁ। କାଲି ଭାଇ ମାନେ ବହୁତ କଷ୍ଟରେ ଶୋଇଲେ। କାଲି ଥଣ୍ଡା ହେଲା ନା ତଳ ଥଣ୍ଡା, କିନ୍ତୁ ଆଉ ଏତେ ପାଗଟେ ଇଏ ହେଇସାରିଲାଣି। ଆପଣ ବିଶ୍ୱାସ କରିବେ କହନ୍ତି ଭଗବାନଙ୍କୁ ଆସିଲେ ଦେଖି ବାରିକା ଲୋକ ପାଇବେ। ମାନେ ଏତେ ଧୈର୍ଯ୍ୟ ନା, ଚିଡ଼ଚିଡ଼ି ନା, ଇଏ କିଛି ନାହିଁ। କାମ କଲେ କାଗଜ ଲେଖିଲେ ଏତିକି ଟଙ୍କା ପେମେଣ୍ଟ କଲେ ଖୁସି। ନାଇଁ କାମ ଆଗ ପଛ ହୁଏ, କିନ୍ତୁ ଗୋଟେ ଦେଖିକି ହେବେ ମାନେ କାହିଁ ବାବୁ ତାଙ୍କ ଆମ ସହ ମିଶଉଛନ୍ତି। କିନ୍ତୁ
ଦେଖନ୍ତୁ ଏତେ ସତ ନା ଭାଇ ଆପଣ ବୁଝୁନାହାନ୍ତି କିନ୍ତୁ ଏତେ ମାନେ ଆପଣ ବହୁତ ଆଶା ଆମର ଅଛି। ଜଣେ ଗାଡ଼ି ପଠେଇଥିଲା ଗୋଟେ ଆଜ୍ଞା ସେ ଠିଆ ହେଲା ପଳେଇଲା ରହିଲାନି ଆଉ ଆସିକି ଗଲା ନାହିଁ ଆଉ ମୁଁ ଲେଟ୍ ହେଇଯାଉଛି ବହୁତ ଜାଗା କାମ ଷ୍ଟ୍ରକ୍ଚର ତିଆରି ହେଉଛି ଇଏ ହେଉଛି। ହଁ ଟିଫିନ୍ ଟିକେ କରିଦେବା ଗୋଟେ ଭୋକ ଗଲାଣି। ବୟସ ମୋ ପାଇଁ ଅଧିକା ଦେଖିବା ସେପଟେ ଜିନିଷ ମିଳିବ ନ ମିଳିବ ବୁଝିହେଉଛି ତ ମୋତେ ଫେରି ଆଣିବ କ'ଣ ଅସୁବିଧା ଅଛି ଯାହା ଆପଣ ଇଚ୍ଛା 14 ରଖ କି 2-3 ରଖ ମୋର କିଛି ନାହିଁ ନା କ'ଣ ଭାଇ ସେପଟେ ଜିନିଷ ମିଳିବନି। ଏଇଗୁଡ଼ା ଭାରି ବିପଦ ଏ ଲୁହା ଗୁଣ୍ଡ ତ ଗୋଡ଼ ହାତ କଟେଇଯିବ। ତାହେଲେ ବଟ ତମେ ଆଜି ଗାଡ଼ିଟା ଚଲାଅ ଡ୍ରାଇଭର ଭାଇଙ୍କୁ କାମ କରୁଛ। ଏବେ ସବୁ ମେନ୍ କଷ୍ଟ କାମ ହେଲା ପ୍ୟାନେଲ ଅନଲୋଡ଼ିଂ ଆଉ ସବୁ ତଳେ ରହିଯିବ କାଲି ସକାଳକୁ ଛାତ ଉପରକୁ ଯିବ ଲାଗିବ। ଯାହା ହଉ ସବୁ ଭଲ ଭଲ ଦୁଇଟା ଅନଲୋଡ଼ ସରିଲା ଆଉ ଗୋଟିଏ ଅଛି ବୟାସ ମଜା ଯାଉଛୁ ସେଇଠି ଏକା ସାଙ୍ଗେ ଅନଲୋଡ଼ ହେବ। ଆଜି ଷ୍ଟ୍ରକ୍ଚର କାମ ହେଇକି ସବୁ ଓକେ ହେଇଯିବ। ତାପରେ ଆଜି ସନ୍ଧ୍ୟା ବି 3ଟା ଲୋଡ଼ ହେଲେ କାଲି 3ଟା ଅନଲୋଡ଼ ହେବ। କାଲି ସେ କଟକ ଅଛି। ହେଇଗଲା ବୟାସ ମୌଜା ଗୋବିନ୍ଦପୁର। ଟିଫିନ୍ଟା ଭଲ ହେଲା ତ ତାହେଲେ ଆଉ ଗୋଟେ ଭଲ। ଆମେ ବାଟରେ ଗଲା ଏବେ ସିମେଣ୍ଟ ଗୋଡ଼ି ବାଲି ଦୋକାନ ପଡ଼ିଲା। ମୁଁ କହିଲି ଆଜ୍ଞା ବିଳମ୍ବ ନକରି କଷ୍ଟମରକୁ ଅପେକ୍ଷା ନକରି ଜିନିଷ ନେଇଯିବ କଷ୍ଟମର ଖୁସି ହେଇଯିବେ କାରଣ ସେ ବାହାରେ ରହୁଛନ୍ତି ସାର୍ ବ୍ୟାଙ୍କ ମ୍ୟାନେଜର ଅଛନ୍ତି ଷ୍ଟେଟ୍ ବ୍ୟାଙ୍କରେ। ସବୁ ଜିନିଷ ନେଇଗଲୁ ଗୋଡ଼ି ବାଲି ସିମେଣ୍ଟ ସବୁ ନେଇଗଲୁ ଏବଂ ଯାଇ ପହଞ୍ଚିଗଲୁ କଷ୍ଟମର ଘରେ। କିନ୍ତୁ ଗୋଟେ ଖୁସି ଲାଗିଲା କି ବାଟରେ ଗଲା ପଡ଼ିଲା ଆମ ମନେ ବି ନଥିଲା। ମୁଁ ଭାବିଲି ଗାଁ କଥା କେଉଁଠି ବାଲି ଗୋଡ଼ି ମିଳିଯିବ ସିମେଣ୍ଟଟା ପକେଇ ନେଇଯିବା କିନ୍ତୁ କିଛି ସୁବିଧା ନଥିଲା ଆଉ ନେଇଗଲୁ। ତାଙ୍କ ଘର କେଉଁ ଘର ଆଚ୍ଛା ଏଇ ଘରଟା ତାହେଲେ ଯୋଉଠି ଭଡ଼ା କଲୁ ଦୁଇଟା ପହଞ୍ଚିକି ଆମେ ସାଙ୍ଗେ ସାଙ୍ଗେ ମାଲ୍ ଅନଲୋଡ଼ କରିବା ବ୍ୟବସ୍ଥା କଲୁ। ବଟ ଆଉ ତାଙ୍କ ସ୍ପାଇଡରମ୍ୟାନ୍ ବାଗିଆ ଉଠିଗଲେ ଏବଂ PVC ପାଇପ୍ ଆର୍ଥିଂ କିଟ୍ ସବୁ ନେଇଗଲେ ଛାତ ଉପରକୁ କାରଣ ସେପଟ ଛାତ ଉପରେ ଲାଗିବ। ଆମେ ହେଲେ ଏପଟ ନେଲେ ବହୁତ ସୁବିଧା ହେବ। ଦେଖନ୍ତୁ ଏପଟ ବି ଜିନିଷ ଯାଉଛି ଖାଲି ଗୋଟିଏ ପ୍ରୋବ୍ଲେମ୍ କ'ଣ ହେଲା ନା ଦେଖନ୍ତୁ ଏଇଠି ମୁଁ ତାଙ୍କୁ ବାରମ୍ବାର କହିଛି କି କେବୁଲ୍ ଫୋପାଡ଼ନି ସେ କେବୁଲ୍ଟା ପକେଇଦେଲେ ତାଙ୍କ ହାତ ମକଚିଗଲା। ଆମେ ତରତର ହେବା ନାହିଁ କାମ ସମୟ ଲାଗୁ ସମୟ ସାପେକ୍ଷ ହେଉ କିନ୍ତୁ ଭଲସେ କାମ କରିବା ଯେପରି ଆମେ ସୁରକ୍ଷିତ ରହିବା କଷ୍ଟମରଙ୍କ ସମ୍ପତ୍ତି ମଧ୍ୟ ସୁରକ୍ଷିତ ରହିବ। ସେକେଣ୍ଡଟା ହେଲା ସାଙ୍ଗ ଛାତ ଆଉ ଏଇଟା ଦକ୍ଷିଣ ପଟ ହେଲା ତା ଉପର ଛାତ। ବାରିକା ମୋର ଟେକାଟେ ଚାଲିଛି ପ୍ୟାନେଲ ଏବେ ଆମ ନା ସରିଲା ବାରିକାଙ୍କ ପାଖରେ 27 ଘଣ୍ଟା। କାଲି ସକାଳ କେତେଟା ଯାଉ କାଲି ସକାଳ 9ଟାରୁ କାଲି ସକାଳ 9ଟାରୁ ଆଜି ହେଇଗଲେ 11:30 ପାଖାପାଖି ଧରନ୍ତୁ ମାନେ ଗୋଟେ ଆପଣ ଧରିବେ ବୁଝିପାରିଲେ।
এটা বন্ধ আছে মাকড় হଉଛନ୍ତି ନା ଯାହା କଲ କଲ ଯେତିକି ଯାହା କଲ ସିଏ ଆଇକି ପୁରରେ ହେଲା କି ବୁଝିବାକୁ ଅଛି କେମିତି କାମ ହେଲା ସିଏ ସାମଲ ତ ଗୋଟେ କଷ୍ଟ କଲା ଆରେ ଭାଇ ସେ ପାରାଦୀପରେ ଯୋଉ ପୁରୀରେ ଲାଗିଲା 5 ଗାଡ ହାଇବ୍ରିଡ ସିଏ ଆପଣ ଖୋଜୁଥିଲେ କହିଲେ ସେ ହସନ୍ତି ସେ କୁଆଡ଼େ ଗଲେ ବଟକୁ ଆପଣ ଯୋଉଠି ଖୋଜୁଥିଲେ ହାଇବ୍ରିଡ ଲାଗିଲା ଆପଣ କହିଲେନି ଆପଣ ଥିଲେ ଯାଜପୁରରେ କହିଲେ ତାଙ୍କୁ ଡାକିଲେନି ମୁଁ ସମସ୍ତେ ଅଛନ୍ତି ସିଏ ମତେ କେମିତି ଜାଣିଲେ ଭିଡ଼ିଓ ୟୁଟ୍ୟୁବ ସେ କହିଲେ ଯାହା ହଇରାଣ କଲା ଭାରି ମନ ବୁଝିଲ ସେ ସତ କଥା ସେ ଯୋଉ ଯାଉ ପଡ଼ିଲାଣି ତଳଟା ଡାକ ନା ତଳଟା ଡାକୁନ ତଳଟା ମାର ତଳଟା କାମ କରିବ ନା ଭିଡ଼ିଓ ତଳଟା ମାର ତଳଟା ହଁ ତା ମଝି କାମ ଏଇଟା ମାର ଏଟା ମାରି ଛାଡ଼ିବ କ୍ୟାପ୍ଟେନ୍ କୁହନ୍ତୁ ବା ସଙ୍କଟ ମୋଚକ କୁହନ୍ତୁ ଅମିୟାକୁ ଆସିଗଲେ ବହୁତ ଶୀଘ୍ର ପ୍ଲେଟ୍ ଟେକାଟେକି ହେଇଗଲା ଏବଂ ମାଆ ମଧ୍ୟ ଆସିବାକୁ କହିଲେ କେଉଁଠି ସୁଲା ଲାଗିବ ଆପଣ ଯେଉଁଟା ଭିଡ଼ିଓ ଦେଖିପାରୁଥିଲେ ଆମେ ପ୍ଲେଟ୍ ବହୁତ ତଦାରଖ ଟେକି ନେଲୁ କିନ୍ତୁ ଜାଗା ଭଲ ଥିଲା ପ୍ଲେଟ୍ ମୁଭମେଣ୍ଟ ପାଇଁ ତାପରେ ପ୍ଲେଟ୍ ନେଇ ଏକା ସାଙ୍ଗେ ପ୍ଲେଟ୍କୁ ଲଗେଇଦେଲୁ କାହିଁକିନା ପ୍ଲେଟ୍ ଯେତେ ଶୀଘ୍ର ଆମେ ଲଗେଇବୁ ତାପରେ ତଳେ ସିମେଣ୍ଟ କାମଟା ହେବ ସିମେଣ୍ଟ କାମ ଶୁଖିଲା ପାଇଁ ଟାଇମ୍ ଲାଗିବ କାରଣ ଆମେ ଆସିଲା ପରେ ଫାର୍ମାଟା ଖୋଲିକି ଆସିବୁ ନା ସେଇଥିପାଇଁ ଆମେ ପ୍ରଥମେ ଷ୍ଟ୍ରକ୍ଚରଟାକୁ ମାଉଣ୍ଟ କରିଦେବୁ ଡ୍ରିଲ୍ କରି ସିମେଣ୍ଟ କାମ କରିଦେବୁ ଆମ ଭାଇ ସୁବିଧା ହୁଏ କାମଟା କରିବା ପାଇଁ ଗୋଡ଼ି ବାଲି ପଡ଼ିଗଲାଣି କ'ଣ ଚାଲିଛି ସାର୍ କୁଆଡ଼େ ଗଲେ ଇନଭର୍ଟର ବସେଇଲେଣି ଠିକ୍ ଅଛି ଠିକ୍ ଅଛି ଆର୍ଥିଂ ଲାଇଟିଂ ରିଷ୍ଟୋର ଏଇ ତ ଆପଣ ଭୁଲ କଲେ ମୋଟର କେ 2 ଫୁଟିଆ ନା ଫୁଟିକିଆ এটা ফুটে কি আগে ଫୁଟିକିଆ ପରା ଫୁଟିକିଆ କ'ଣ হ্যাঁ ଦେଢ଼ ଫୁଟିଆ না এটা ফুটাবা କେମିତି ଇଏ ଫୁଟ ତଳ ପଟ ଫୁଟ ଉପର ଫୁଟ 1.5 ଫୁଟ ଫୁଟ କି ଫୁଟ ବଡ଼ ସ ଫୁଟ ନା କ'ଣ କଥା ନବାଟା ହଉନି କେବଳ ମାଇକ୍ରୋଟେକ୍ ଅଧିକା ମିଶି କେବଳ ମାଇକ୍ରୋଟେକ୍ ପଲିକା ଫିନୋଲେକ୍ସ ସବୁ ଆଣୁଛୁ କମ୍ପାନୀ ସହ ଡିଲ୍ କରିବାକୁ ପଡ଼ୁଛି ଆଉ ଆମ ଡିସି କେବୁଲ କାଟୁଛନ୍ତି ମାଇକ୍ରୋଟେକ୍ର ଆଉ ଏପଟେ ବର୍ତ୍ତମାନ ଷ୍ଟ୍ରକ୍ଚର କାମ ସରିଲାଣି ବୋଧେ 4 ପାଇଯିବ ହଁ ତାହେଲେ କହିବେ କାରଣ ଆଜି କ୍ୟାପ୍ଟେନ୍ ଯିବେ ଘରକୁ ଯିବେ ଆଉ କାଲି ଆସିକି ବୋଧେ କଟକ ସ୍ଥାୟୀ ଭାବେ 3-4 ଦିନ ରହିବେ କାରଣ 2-3ଟା କାମ ବି ଅଛି ଆଉ ଆମେ ବି ଏବେ ଏଇ ସାଇଡ଼ରୁ ବିଦାୟ ନେଉଛୁ ଆଫ୍ଟର ଲଞ୍ଚ ଯିବୁ ସେଠିକି ଯେଉଁ ଛତ୍ର ବଜାର ଜେନାବାବୁ କାମକୁ ଇଏ ବି ଜେନାବାବୁ କିନ୍ତୁ ୟାକୁ ଆମେ ଅମିୟା ଗୁଡ଼ାକୁ ତାକୁ ଜେନାଗୁଡ଼ାକୁ ତାଙ୍କ କାମ ଯାଇ ଦେଖିବୁ ଆଉ ଜେନାବାବୁ କିନ୍ତୁ ଫଟୋ ଦେଖେଇବେନି କାହିଁ କହିଲେ ସମୟ ଠିଆ ହେବେ ଇଲେକ୍ସନରେ ଠିଆ ହେବେ ସେ କହିବେ ନା ମୋ ନା କିଏ ଗାଁ ଲୋକ ଦେଖିଦେବ ସେ ବିଜେଡ଼ି ଥିଲେ ବିଜେପି ଦେଖନ୍ତୁ କାମ ପ୍ରଫେସନଟା କ'ଣ ଅମିୟାବାବୁଙ୍କୁ ଏଇଟା ଭଲ ଲାଗିଲାନି ଗୋଟା କହିଲେ ସବୁ ମୋଟା ମୋଟା ହେଇଛି ଗୋଡ଼ ଆଉ ସିମେଣ୍ଟ ବି ସଫିସିଏଣ୍ଟ ଅଛି ତେଣୁ ଏଇ ଗୋଟା କାହିଁ ପତଳା ହେଲା ନା ସେଇଥିପାଇଁ ତ ସେଇଥିପାଇଁ କଢ଼ା ହେଇକି ଫୋନ୍ ତ ସାଇଜ୍ ହେବ এইটাই দরকার ডেডিকেশন মানে কষ্টমর সার্টিফিকেশন পাই কি না সিଏ ନ କହୁ କି ମାଲ ତ ଥିଲା ଗୋଟେ ଗୋଟେ ସୋନୁ କାହିଁ କଲ ତେଣୁ କ'ଣ ଅଛି କାହିଁ ଏତେ କାମ ତ କହୁଛ ଟିକେ ନା ବଢ଼େଇ ଦେବା ଅସୁବିଧା କ'ଣ ଅଛି ଭାଇ ଖରା ଦିନ ଆସୁଛି ଆମ ୟୁନିଫର୍ମଟା କ'ଣ କରିବା ହଁ କେଉଁ 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 କଲର୍ କରିବା କ୍ରିମ୍ କି ହ୍ୱାଇଟ୍ କଲେ ମସିଆ ହେଇଯିବ ଆଉ ବ୍ଲାକ୍ କଲେ ଫିମ୍ପି ମାରିଯିବ ଯାହା ବାହାରିକି फाइनाली अमियाबूଙ୍କ मन इच्छा पूर्ण है पुणी मसला दिया होची कोड़ा सैला पे दिया हम पुणी भूल अच्छी ना कौन पुणी भूल अच्छी फाइनाल टच ना कौन लाइटिंग आस्ट ये माकड़ କିଛି ଅସୁବିଧା କରିବେନି जदि कले कहीं मैं माकड़ आस हल्ले बस झुलिबे हाँ आम से हिसाब से भितर गोटा जाइए स्टड गोटा जाइए 3 स्टड जाइए 2टा 2 इंच पेच दिखाई तेनाली आपको कौन प्रकार माकड़ हेल्ले ये खोल ना ये तो मैंने एवं ताती जाऊँगी पाखा 40 डिग्री 50 डिग्री सेल्सियस थी यहाँ गाई ये कहीं हेल्ले माकड़ बा माकड़ हेल्ले माकड़ धर आपको झुलिया तार किसी सुविधा ना क्योंकि यहाँ एमती क्रस होता से झुलता से जहाँ हम से धरिक धरिकी ऊपर बसी पारे कहीं यहाँ गोटे रडटा
ଖସିଯିବ ନା ସେଟା ଗଞ୍ଜାମ ନା ବରଗଡ଼ ଜଣେ କହିଥିଲେ କି ଆପଣ ଇଲେକ୍ଟ୍ରିସିଆନ୍ ଭାଇଙ୍କୁ କହିବେ ସେ ଆପଣ ନାଁ ଜାଣିନଥିଲେ ଆମେ ଗୋଟେ ୱାରିଂ ଶିଖେଇବେ ଆମେ ସେଟା ବହୁତ କାମ କରିବୁ ହଁ ୱାରିଂ କେବେ ଆପଣ ସେ ଗୋଟେ ଭିଡ଼ିଓ ପକେଇବା କୁହନ୍ତୁ ହଁ ଭିଡ଼ିଓ ସେ ଯେତେବେଳେ ଘର ପାଖ ଭିଡ଼ିଓରେ ପକେଇବା ହଁ ମାନେ କେମିତି ପ୍ଲସ୍ ମାନେ କେମିତି ଯାଉଛି ଯେଉଁ ଇନଭର୍ଟର କେମିତି ଲାଗୁଛି ସେମିତି ବହୁତ ଦୁଇଥର ଫୋନ୍ କଲେ କିନ୍ତୁ ମୁଁ ରହି ହେଉନି। ମୁଁ ଏବେ ବାହାରି ଗଲି ଖାଇକିରି ଯିବି ନେକ୍ସଟ ସାଇଟ୍ ଯେଉଁଠି ଏବେ କାମ ହେଉଛି ପିଠାପୁରରେ ପିଠାପୁର ନୁହଁ ଛତ୍ର ବଜାର ସେଇଠିକି ଯାଉଛି ଦେଖନ୍ତୁ। ଆଜି ମକର ସଂକ୍ରାନ୍ତିରେ ମକର ଚାଉଳ ଖାଇ ଏବେ ବୟସ ମୌଜାକୁ ଫେରୁଛି ଏବେ ଯାଉଛି ଛତ୍ର ବଜାର କାମ ଦେଖିବା ପାଇଁ। ଫାଇନାଲି ଆସି ପହଞ୍ଚିଗଲି କାମ ଭଲ ସୁରୁଖୁରୁରେ ହେଇଛି। ଆଉ ସାର୍ ବି ଏଠି ବସିଥିଲେ ସାର୍ କହିଲେ ମୁଁ ଆଜି ଆପଣ ଲାଗି ଶୋଇନି ନହେଲେ ମୁଁ ରାତି 4ଟାରୁ ଉଠେ ଖରାବେଳେ 2 ଘଣ୍ଟା ଶୋଇଯାଏ। ତଥାପି ସାର୍ ଏଇ ଗୋଡ଼ ଦେଖି ଟିକେ ଅସନ୍ତୁଷ୍ଟ ଥିଲେ ମାନେ ହନି ବି ବାଗିଆ ହେଇଯାଇଛି। ମୁଁ କହିଲି ସାର୍ ମୋତେ ଟିକେ ସମୟ ଦିଅନ୍ତୁ ମୁଁ ନିଶ୍ଚିନ୍ତ ରୂପେ ଅମେୟଙ୍କୁ କହିବି କି ଏଇଟା କାମ ଭଲସେ କରିଦେବା ପାଇଁ। ସେ କହିଲେ ହଉ ଠିକ୍ ଅଛି। ଇଏ ହେଉଛି ପର୍ବପର୍ବାଣି ଖାସିୟତ ଦେଖନ୍ତୁ ଗୁଡ଼ିଟା ଉଡ଼ୁଛି ଆକାଶରେ ବହୁତ ଗୁଡ଼ି ଉଡ଼ୁଛି କିନ୍ତୁ ମୋ କ୍ୟାମେରା ଦେଖାଯାଉ ନାହିଁ। ପାଖ ପଡ଼ିଶା ମଧ୍ୟ ପିଲାମାନେ ଗୁଡ଼ି ଉଡ଼ଉଥିଲେ। ହଁ 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 ଆଜ୍ଞା এইটা ହେଉଛି ଆଜି ଦିନର ଫାଇନାଲ୍ ଟଚ୍। ଭାରି ଖୁସି ଲାଗେ ଯେତେବେଳେ କାମ ସୁରୁଖୁରୁରେ ହେଇଯାଏ। ଆଉ ଟିକେ ଯେଉଁ କାମ ହୁଏ ସେ ଆସନ୍ତାକାଲି ହେବ।